ଶ୍ରୋତାବନ୍ଧୁ, ଚାଲୁ ଚାଲୁ କେତେବେଳେ କଣ୍ଟକିତ ହୋଇଯାଏ ଜୀବନର ପଥ, ଫିକା ପଡ଼ିଯାଏ ଜୀବନର ରଙ୍ଗ। ଇଚ୍ଛା ହୁଏ ଲୋଭିବାକୁ ମୃତ୍ୟୁର ଶୀତଳ ସ୍ପର୍ଶ, ହେଲେ ମୃତ୍ୟୁ କ'ଣ ଆସିଯାଏ ସନ୍ତୁଳି ସନ୍ତୁଳି ମରିବାଟା ସାର ହୁଏ। ଏମିତି ଗୋଟିଏ ଘଟଣାକୁ ନେଇ ଏ କବିତାଟି ଲେଖାଯାଇଛି। କବିତାର ବିଷୟବସ୍ତୁ ହୋଇଛି ଅସହାୟା ମାତା। ସୂରୁଜ ଡୁବିଲା ଗିରି ତଳେ ଯାଇ ଆକାଶେ ଛାଇଲା ମେଘ, ଅଦିନିଆ ମେଘ ଛାଇଲା ଅନ୍ଧାର, ପଥିକ ଭ୍ରମିତ ଦିଗ। ଘଡ଼ ଘଡ଼ ନାଦ ଶୁଭିଲା ଆକାଶେ, ପବନ ବହିଲା ଖରେ, ନିମିଷକେ ପଥ ଜନଶୂନ୍ୟ ହେଲା, ସଭିଏଁ ଧାଇଁଲେ ଘରେ। କର୍ମକ୍ଷେତ୍ରୁ କର୍ମ ସାରି ଫେରୁଥିଲା ପାଖ ଗାଁ ନରହରି, ହାଇରେ ବିଧାତା କି ହେଲା ତାର, ସର୍ପ ହେଲା ତା ବଇରି। ନିମିଷକେ କାଳ ସର୍ପ କାହିଁ ଥିଲା, ଦଂଶନ କରିଲା ଆସି, ଭୟରେ କାତର ଅନ୍ଧାର ଦିଶିଲା, ଭୂମି ପରେ ଗଲା ବସି। ସାହସ ଜୁଟାଇ ଧାଇଁଲା ଘରକୁ, ମାତା ପାଶେ ଦେଲା କହି, ବୃଦ୍ଧା ମାତା ମୁଣ୍ଡେ ଚଡ଼କ ପଡ଼ିଲା, ନିଷ୍ଠୁର ହୋଇଲା ବିହି। ଅବିଳମ୍ବେ ମାତା ପଡ଼ୋଶୀକୁ ନେଇ ପହଞ୍ଚିଲେ ଚିକିତ୍ସାଳୟ, ହେଲେ ନ ବଞ୍ଚିଲା ଏକଇର ବଳା, ମାତା ହୋଇଲେ ଅଥୟ। ବରଷେ ପୂରିନି ସ୍ୱାମୀ ସଙ୍ଗେ ପୁତ୍ରୀ କରୋନାରେ ଥିଲେ ଯାଇ, ପୁତ୍ର ମୁଖ ଚାହିଁ ଭୁଲିଥିଲା ସବୁ, ଏବେ କି କରିବ ସେହି। ବୃଦ୍ଧା କାଳେ କିଏ ସାହା ହେବ ତାର, କେମିତି କାଟିବ ଦିନ, ରୋଜଗାର ପୁଅ ଗଲା ତାର ଚାଲି, ଗରିବ ସମ୍ବଳହୀନ। କେ କରିବ ଅଶ୍ରୁ ମୋଚନ ନୟନୁ, ମୁଖେ ଦେବଟି ଆହାର, ଅସହାୟା ମାତା କାନ୍ଦେ ମୁଣ୍ଡ ପିଟି, ନୟନରେ ଅଶ୍ରୁ ଧାର। ହାଇରେ ଦଇବ ହିଆକି ନିଷ୍ଠୁର, ନିଶକୁ କରାଉ ନିଶ, କରୁଣାନିଧି ତୁ ନାମ ବହିଅଛୁ, କେମନ୍ତ ହେବ ବିଶ୍ୱାସ। ନିବେଦନ ପ୍ରଭୁ ଏତେ ବଡ଼ ଦୁଃଖ, ଦିଅନା କାହାକୁ ତୁହି, ଦୋଷ ଥିଲେ କ୍ଷମା କର ମହାପ୍ରଭୁ, ତବ ଶରଣରେ ମୁହିଁ। ରହୁଛି, ନମସ୍କାର। ହିମାଂଶୁ।